ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଫେବୃଆରୀ 8। ଦିନଟିର ପ୍ରଧାନ ଚିନ୍ତା। ଉନ୍ନତ ସ୍ତମ୍ଭ ପରି ଶକ୍ତିମାନ ହୋଇ ଦଣ୍ଡାୟମାନ ହୁଅ। ସ୍ମରଣୀୟ ପଂକ୍ତି। ଠିଆ ହୋଇଥାଏ ଯେବେ ମୁଁ ଏକାକୀ ତୁମରି ପାଶେ, ତୁମରି ପର୍ବତ ସମ ଆଶ୍ରୟରେ ଥାଏ ତେବେ ସ୍ଥିର ମୁଁ ଅଚଳ ଅଟଳ, ହରାଇ ସକଳ ଭୀତି ଆଉ ଆତ୍ମସଂଶୟ। ଚାହେଁ ମୁଁ ଜୀବନର ନିମ୍ନ ଭୂମି ଆଡ଼େ, ଦୃଷ୍ଟି ହୁଏ ବାଧାହୀନ, ସୁଦୂର ନିକଟ ଭବିଷ୍ୟତ ବର୍ତ୍ତମାନ ଅତୀତ ମିଳେଇ ଯାଏ ସବୁ ଏକ ଦିବ୍ୟ ସମାବେଶେ, ସୀମାନ୍ତ କାଳର ବକ୍ଷ ପୁଟ ତଳେ। ନୀତି ଉପଦେଶ। ଯେତେବେଳେ ବାହାରର ସବୁ କିଛି ଠିକଠାକ୍ ଥାଏ, ସେତେବେଳେ ଯେ କେହି ସଦ୍ଭାବାପନ୍ନ ହୋଇ ରହିପାରେ, କିନ୍ତୁ ଯେତେବେଳେ ଦୁଃଖ ବିପଦ ସାମ୍ନାକୁ ଆସିଯାଏ, ସେତେବେଳେ ଯଦି ଆମେ ବୀର ପରି ଅବିଚଳିତ ଭାବେ ନିଜର କାର୍ଯ୍ୟ କରିଯାଉ, ତେବେ ଆମେ ଜୟଯୁକ୍ତ ହେଉ। ଏକ ବିପଦର ହାତରୁ ଉଦ୍ଧାର ଲାଭ ଯୋଗୁଁ ଆଉ ଏକ ବିପଦ ମଧ୍ୟକୁ ଲମ୍ଫ ଦେଲେ ଚଳିବ ନାହିଁ। ଉଦ୍ଧାର ପାଇବାର ପଥ ହେଉଛି ଆମେମାନେ ଶ୍ରୀ ଭଗବାନଙ୍କର ଶରଣାପନ୍ନ ହୋଇବା ଏବଂ ତାହାଙ୍କ ନିକଟରେ ପଥ ନିର୍ଦ୍ଦେଶ ଓ ସହଯୋଗ ପାଇଁ ପ୍ରାର୍ଥନା କରିବା। ଯେତେ ଆମେ ଜୀବନର ଚିରନ୍ତନ ଉତ୍ସ ସଙ୍ଗେ ଯୁକ୍ତ ହୋଇଥାଉ, ସେତେ ବେଶୀ ଆମେ ଦକ୍ଷତାର ପରିଚୟ ଦେଉ ଏବଂ ନିଜର ଦୁର୍ବଳତାର ବଶୀଭୂତ ହେଉନା। ପ୍ରାର୍ଥନା। ହେ ଅନନ୍ତ, ମୋର ସୁଖ ଦୁଃଖରେ, ସଫଳତା ବିଫଳତାରେ, ଜୟ ପରାଜୟରେ ତୁମର ଅନୁକମ୍ପା ହସ୍ତରେ ମୋତେ ଧାରଣ କରିଥାଅ, ଯେପରି ମୁଁ ଉଲ୍ଲାସ କିମ୍ବା ନୈରାଶ୍ୟ ଦ୍ୱାରା ତ୍ରସ୍ତ କିମ୍ବା ବିଚଳିତ ନ ହୁଏ। ହେ ପ୍ରଭୁ, ତୁମେ ତ ସକଳ ଆଶୀର୍ବାଦ ଦାତା, ମୋତେ ଏହି ଆଶୀର୍ବାଦ ପ୍ରଦାନ କର। ମୋତେ ତୁମେ ଶାନ୍ତ ଚିତ୍ତେ ଶାନ୍ତ ଭାବେ ରହିବାକୁ ଦିଅ।